ଯଜାତି ରାଜା ପ୍ରସଙ୍ଗ କହୁଥିବା ବେଳେ ଚ୍ୟବନ ଋଷି ପହଞ୍ଚିବା ସୂଚନା ଶ୍ରୀରାମଙ୍କୁ ଦେଉଛି ଦ୍ୱାରୀ। ଶ୍ରୀରାମଙ୍କୁ ସାକ୍ଷାତ କରି ଲବଣ ଦୈତ୍ୟର ଉତ୍ପାତ କଥା କହି ତାକୁ ମାରିବା ପାଇଁ ଅନୁରୋଧ କରୁଛନ୍ତି ଚ୍ୟବନ ଋଷି। ଶ୍ରୀରାମଙ୍କ ଆଦେଶରେ ଶତ୍ରୁଘ୍ନ ଲବଣ ଦୈତ୍ୟକୁ ବିନାଶ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଯିବା ରାସ୍ତାରେ ବାଲ୍ମୀକି ଆଶ୍ରମରେ ରାତ୍ରି ଯାପନ କରିଛନ୍ତି। ସେହି ରାତିରେ ଜନ୍ମ ହେଇଛନ୍ତି ଲବକୁଶ।
रा